ଷଷ୍ଠ ଶ୍ରେଣୀର ପ୍ରଥମ ପଦ୍ୟ ବର୍ଷା। କବି ହେଉଛନ୍ତି ଜଗନ୍ନାଥ ଦାସ। ଏହି କବିତାଟିକୁ ଆଜି ଆବୃତ୍ତି କରିବା। ଚାଲନ୍ତୁ। ଏମନ୍ତେ ଗ୍ରୀଷ୍ମ କାଳ ଗଲା, ବରଷା ଋତୁ ପ୍ରକାଶିଲା। ସକଳ ଋତୁଙ୍କର ସାର, ଶସ୍ୟ ସମ୍ପଦ ମଞ୍ଚପୁର। ମେଘେ ମିଳିଲେ ଶୂନ୍ୟ ପଥେ, ବିଜୁଳି ଶବଦ ସଙ୍ଗତେ। ମହିମଣ୍ଡଳ ଦୁଃଖ ଚାହିଁ, ଜଳ ଛାଡ଼ିଲା ତୋଷ ହୋଇ। ଘୋର ଶବଦେ ମେଘମାଳ, ଗର୍ଜିଣ ବରଷନ୍ତି ଜଳ। ପ୍ରାଣୀ ଜୀବନ ଜଳରାଶି, କରୁଣା ଚିତ୍ତରେ ବରଷି। ପୃଥିବୀର ବିତେଜ ଗ୍ରାସେ, ତାପିତ ଥିଲା ଅଷ୍ଟମାସେ। ଜଳ ପାଇଲା ତୋଷ ଚିତ୍ତେ, ତପସ୍ୱୀ ଜନଙ୍କର ମତେ। ତପସ୍ୟା ଫଳ ଯେନେ ପାଇ, ଭୁଞ୍ଜନ୍ତି ଅତି ସୁଖୀ ହୋଇ। ଖଦ୍ୟତ କୀଟ ନିଶା ମୁଖେ, ଜଗତ ଆବରିଲେ ସୁଖେ। ମଣ୍ଡୁକେ ମେଘ ନାଦ ଶୁଣି, ଗର୍ଜନ୍ତି ଆବରିଣ ପାଣି। ଅଳପ ନଦୀ ପୁରିଲେ, ଲହରୀ ମତେ ଉଛୁଲିଲେ। ନାନା ପ୍ରକାରେ ଶସ୍ୟ ରାଶି, ଏଣେ ପୂରିତ ମହିଦିଶି। ଛତୁ ଯେ ଛତ୍ର ପ୍ରାୟ ହୋଇ, ରାଜାର ପ୍ରାୟ ଦିଶେ ମହି। ମୟୂରେ ଗିରି ଶିଖେ ଥାଇ, ନୃତ୍ୟ କରନ୍ତି ମେଘେ ଚାହିଁ। ଅତିଥି ଦେଖି ଭକ୍ତ ଜନେ, ଯେ ଶନେ ତୋଷ ହନ୍ତି ମନେ। ओम जय भगवते पुराण की जय, जगन्नाथ जय।